ଜୟ ଜଗନ୍ନାଥ। ମୁଁ ରବୀନ୍ଦ୍ର ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଆଜି ଚତୁର୍ଥ ଶ୍ରେଣୀ ସାହିତ୍ୟ କଳିକା ବହିର ଟିକି ଟିକି କବିତାର ଅଭ୍ୟାସ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମୋର ଏହି ଟିକି ଟିକି ପ୍ରୟାସ ଟିକି ଟିକି ପିଲାମାନଙ୍କ ଜୀବନକୁ ସରସ ସୁନ୍ଦର କରିବା ସଙ୍ଗେ ସଙ୍ଗେ ମଙ୍ଗଳ କାମନା କରୁଛି। ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ଅଭ୍ୟାସ କାର୍ଯ୍ୟକ୍ରମକୁ। 1 ନମ୍ବର ପ୍ରଶ୍ନ, ଆସ କଥାବାର୍ତ୍ତା ହେବା। କ ସମୁଦ୍ର କିପରି ସୃଷ୍ଟି ହୋଇଛି ବୋଲି କବି କହିଛନ୍ତି? ଉତ୍ତର, ସମୁଦ୍ର ଅସଂଖ୍ୟ ଛୋଟ ଛୋଟ ଜଳବିନ୍ଦୁର ସମାହାରରେ ସୃଷ୍ଟି ହୋଇଛି ବୋଲି କବି କହିଛନ୍ତି। ଖ ପ୍ରଶ୍ନ, ପାହାଡ଼ ପଡ଼ିଆ ନଗର ସବୁ ଧୂଳିରେ ଗଢ଼ା ହୋଇଛି ବୋଲି କବି କାହିଁକି କହିଛନ୍ତି? ଉତ୍ତର, ପାହାଡ଼ ପଡ଼ିଆ ନଗର ସବୁ ଧୂଳିରେ ଗଢ଼ା ହୋଇଛି ବୋଲି କବି କହିଛନ୍ତି କାରଣ ଛୋଟ ଛୋଟ ଧୂଳିକଣାର ସମାହାରରେ ମାଟି ତିଆରି ହୁଏ, ଆଉ ସେହି ମାଟିର ସମାହାରରେ ପାହାଡ଼ ପଡ଼ିଆ ନଗର ଗଢ଼ା ହୋଇଛି ବୋଲି କବି କହିଛନ୍ତି। 3 ନମ୍ବର ଗ ଜଙ୍ଗଲ କିପରି ଲୋକମାନଙ୍କର ଉପକାର କରୁଛି? ଉତ୍ତର, ଲୋକମାନେ ସାଧାରଣତଃ ଜଙ୍ଗଲରୁ ଫୁଲ, ଫଳ, ପତ୍ର, ଘରକରଣ କାଠ, ଜାଳେଣୀ କାଠ, ଲାଖ, ମହୁ, ଝୁଣା, ଅଠା, ରବର, ବାଉଁଶ, ଔଷଧ ପାଇଁ ବିଭିନ୍ନ ପ୍ରକାରର ଚେରମୂଳ, ଭଲ ଫସଲ ପାଇଁ ବର୍ଷା ପାଇଥାନ୍ତି। ତେଣୁ ଏହିସବୁ ଦୃଷ୍ଟିରୁ ଜଙ୍ଗଲ ଲୋକମାନଙ୍କର ଉପକାର କରୁଛି। 4 ନମ୍ବର ଘ ତୋଫା କରନ୍ତି କ୍ଷିତି ପଦଟିର ଅର୍ଥ କ'ଣ? ଉତ୍ତର, ତୋଫା କରନ୍ତି କ୍ଷିତି ପଦଟିର ଅର୍ଥ ହେଉଛି ଯେ ରାତିର ଆକାଶରେ ଫୁଟି ଉଠୁଥିବା କୋଟି କୋଟି ଅସଂଖ୍ୟ ତାରାଗୁଡ଼ିକ ଏହି ପୃଥିବୀକୁ ଉଜ୍ଜ୍ୱଳ ବା ଆଲୋକିତ କରନ୍ତି। ପ୍ରଶ୍ନ ନମ୍ବର 1, ଦୟାମୟଙ୍କ ଚର କହିଲେ କ'ଣ ବୁଝାଯାଏ? ଉତ୍ତର, ଦୟାମୟଙ୍କ ଚର କହିଲେ ଜଣେ ମଣିଷ ଅନ୍ୟ ପ୍ରତି ଦୟାଭାବ ପ୍ରଦର୍ଶନ କରିପାରିଲେ ସେ ଭଗବାନଙ୍କ ଅତି ନିକଟକୁ ପହଞ୍ଚି ପାରିବ ଓ ସେ ଭଗବାନଙ୍କର ଅନୁଗାମୀ ବା ଭକ୍ତଟିଏ ହୋଇପାରିବ ବୋଲି ବୁଝାଯାଏ। 3 ନମ୍ବର ଚ କ'ଣ କଲେ ଆମର ଜୀବନ ସାର୍ଥକ ହେବ? ଉତ୍ତର, ଯଦି ଆମେ ମନ ପ୍ରାଣ ଦେଇ ଛୋଟ ଛୋଟ କାମକୁ ସଫଳ କରି ଅନ୍ୟର ମଙ୍ଗଳ କାମନା କରିବା, ତେବେ ଯାଇ ଆମର ଜୀବନ ସାର୍ଥକ ହେବ। ପ୍ରଶ୍ନ ନମ୍ବର 2, ଯେମିତି ଟିକି ଟିକି ଧୂଳିକଣା ସେହିପରି ଟିକି ଟିକି ଲଗାଇ ଆଉ କେତୋଟି ପଦ ଲେଖ। ଉତ୍ତର, ଟିକି ଟିକି ତାରା, ଟିକି ଟିକି ଚଢ଼େଇ, ଟିକି ଟିକି ପିଲା, ଟିକି ଟିକି ଫୁଲ, ଟିକି ଟିକି କାର୍ଯ୍ୟ। 3 ନମ୍ବର 3, ତଳେ 4ଟି ଶବ୍ଦ ଲେଖା ହୋଇଛି। ପ୍ରତି ଶବ୍ଦ ତଳେ 2ଟି ଲେଖାଏଁ ଏପରି ଶବ୍ଦ ଲେଖିବା ଯେପରି ତଳକୁ ତଳ ଥିବା ଶବ୍ଦଗୁଡ଼ିକ ଏକାଭଳି ଶୁଭୁଥିବ। ଯେପରି ସିନ୍ଧୁ, ଇନ୍ଦୁ, ଧରା, ତରା, ଖରା, ଧନ, ମନ, ବନ, ନର, ଚର, ପର। ତାପରେ ଆସିବା 4 ନମ୍ବର ପ୍ରଶ୍ନକୁ। ଆସ ତଳ ଶବ୍ଦଗୁଡ଼ିକର ଅର୍ଥ ଅଭିଧାନରୁ ବାହାର କରିବା ଏବଂ ଲେଖିବା। ଧରା ପୃଥିବୀ, ତୋଫା ଉଜ୍ଜ୍ୱଳ, ବିନାଶୀ ନାଶ କରି, କ୍ଷିତି ଧରଣୀ ବା ପୃଥିବୀ, ସୁଗତି ଭଲ ଗତି ବା ଉତ୍ତମ ଗତି, ମର୍ତ୍ତ୍ୟ କହିଲେ ପୃଥିବୀ। ନମ୍ବର 5, କବିତାର କିଛି ଅଂଶ ଛାଡ଼ି ଦିଆଯାଇଛି। ଆସ ସେହି ଅଂଶକୁ ମନେ ପକାଇ ଶୂନ୍ୟସ୍ଥାନ ପୂରଣ କରିବା। ପ୍ରଶ୍ନ ନମ୍ବର କ ଟିକି ଟିକି ଧୂଳି କଣିକା ମିଶି ହୋଇଛି ଧରା, ପାହାଡ଼ ପଡ଼ିଆ ନଗର ସବୁ ଧୂଳିରେ ଗଢ଼ା। ଖ ଲୋବେ ଲୋବେ ଦୟା ହୃଦୟୁ ଦେଇ ପାରେ ଯେ ନର, ସେ ଏକା ବଲାଏ ଜଗତେ ଦୟାମୟଙ୍କ ଚୋର। 3 ନମ୍ବର ଛ ଗୋଟି ଗୋଟି କେତେ ଗଛରେ ପରା ତିଆରି ବନ, ଏତେ ଲୋକହିତ ସାଧୁଛି ଏତେ ବାଣ୍ଟୁଛି ଧନ। ଉପରେ ଲେଖାଥିବା ପଦର ଅର୍ଥ 5ଟି ବାକ୍ୟରେ ଲେଖିବା। ତେବେ ପ୍ରଥମ ବାକ୍ୟ ହେଉଛି ଗୋଟିଏ ଗୋଟିଏ କରି ଅନେକ ଗଛ ମିଶିଲେ ବଣ ବା ଜଙ୍ଗଲ ସୃଷ୍ଟି ହୋଇଥାଏ। 2 ନମ୍ବର, ବଣର ପ୍ରତ୍ୟେକ ଛୋଟ ବଡ଼ ଗଛ ଲୋକମାନଙ୍କର
ଉପକାର କରେ। 3 ନମ୍ବର, ଗଛଗୁଡ଼ିକ ଲୋକମାନଙ୍କୁ ଫୁଲ, ଫଳ, ପତ୍ର, କାଠ, ଔଷଧ ଯୋଗାଇ ଦେଇଥାଏ। 4 ନମ୍ବର, ଗଛଗୁଡ଼ିକ ଦ୍ୱାରା ବର୍ଷା ହୁଏ ଓ ଭଲ ଫସଲ ମଧ୍ୟ ହୋଇଥାଏ। 5 ନମ୍ବର, ଶ୍ୱାସକ୍ରିୟା ନିମନ୍ତେ ପ୍ରଚୁର ଅମ୍ଳଜାନ ଯୋଗାଇ ଦେଇଥିବାରୁ ତା'ର ଅମାପ ଧନର ଦାନ ଅତୁଳନୀୟ ଅଟେ। ପ୍ରଶ୍ନ ନମ୍ବର 7, ପଠିତ କବିତାର ଯେଉଁ ପଦଗୁଡ଼ିକରେ ମଣିଷର କିଛି ଭଲ ଗୁଣ କଥା କୁହାଯାଇଛି ସେହି ପଦଗୁଡ଼ିକ ଆବୃତ୍ତି କରିବା। ତେବେ ଆସ ପିଲାମାନେ, ତାର ଉତ୍ତରରେ ସେ ପଦଗୁଡ଼ିକ ମୁଁ ଆବୃତ୍ତି କରି ଶୁଣେଇ ଦେଉଛି। ଲବେ ଲବେ ଦୟା ହୃଦୟ ଦେଇପାରେ ଯେ ନର, ସେ ଏକା ବୋଲାଏ ଜଗତେ ଦୟାମୟଙ୍କ ଚର। ପଦୁ ପଦ କଥା ମଧୁର ଯେହୁ ଭାଷଇ ମୁଖେ, ପରକୁ ଆପଣା କରି ସେ ବାନ୍ଧି ପାରଇ ସୁଖେ। ଟିକି ଟିକି କାର୍ଯ୍ୟ ସୁଗତି ଯେବେ ଦେଖାଇ ପାର, ତେବେ ସିନା ମର୍ତ୍ତେ ପିଲାଏ ଜନ୍ମ କରିବା ସାର। ଆଶା କରୁଛି ଆଜିର ଟିକି ଟିକି କବିତାର ଅଭ୍ୟାସ କାର୍ଯ୍ୟ ବା ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିଥିବ। ତେଣୁ ଏହିପରି ନୂଆ ନୂଆ ଶିକ୍ଷା ଅନ୍ତର୍ଭୁକ୍ତ ଭିଡ଼ିଓ ଦେଖିବା ପାଇଁ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ଗୋଟିଏ ଛୋଟ ଲାଇକ୍, କମେଣ୍ଟ, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେ ନାହିଁ। ଧନ୍ୟବାଦ। ଜୟ ହିନ୍ଦ, ଜୟ ଭାରତ, ଜୟ ଶିକ୍ଷା।